ଶୀତ ଦିନରେ କୋହଲା ପାଗ ହୋଇଥିବାରୁ ମିକି ଚଢ଼େଇର ଇଚ୍ଛା ହେଲା ବରା ଓ ଚିକେନ କଷା ଖାଇବାକୁ। ଆଜି ତ ଖରା ବି ଟିକେ କାଟୁନି, ପାଗଟା ପୁରା କୋହଲା କରିକି ରଖିଛି। ଆଜି ଭାରି ଇଚ୍ଛା ହଉଛି ଚିକେନ କଷା ଓ ବରା ଦିଟା ଖାଇବାକୁ। ତାପରେ ମିକି ତା ଘର ପାଖରେ ଥିବା ଦୋକାନକୁ ଯାଇକି ସବୁ ସାମଗ୍ରୀ ଧରିକି ଆସିଲା। ସବୁଦିନ ସେ ଗ୍ୟାସରେ ରୋଷେଇ କରି ଖାଇ ଖାଇ ବିରକ୍ତ ଲାଗିଲାଣି। ଆଜି ଯାଏ ମାଟି ଚୁଲିରେ ବରା ଓ ଚିକେନ କଷା କରିକି ଖାଇବି। ମିକି ମାଟି ଚୁଲିରେ ଚିକେନ କଷା ଓ ବରା କରୁଥିଲା। ଚିକେନ କଷା ଓ ବରାର ବାସ୍ନା ସବୁଆଡ଼େ ଚହଟି ଯାଉଥିଲା। ଆରେ ଆଜି ଏ କୋହଲା ପାଗରେ କିଏ ଚିକେନ କଷା ଆଉ ବରା କଲାଣି? ଆହା ହା ହା, ବହୁତ ବଢିଆ ବାସ୍ନା ଆସୁଛି। ମୁଁ ଯାଏ ଦେଖେ କେଉଁ ଦିଗରୁ ବାସ୍ନା ଆସୁଛି। ଯଦି ଟିକେ ଚିକେନ କଷା ଆଉ ବରା ଦିଟା ମିଳିଯିବ ତାହେଲେ କୋହଲା ପାଗରେ ପୁରା ଜମିବ। ତାପରେ ମୀରା ଚଢ଼େଇ ବାସ୍ନା ଶୁଙ୍ଘି ଶୁଙ୍ଘି ମିକି ଘରକୁ ଆସିଯାଏ। ହଇଲୋ ମିକି, ଆଜି କଣ ଚିକେନ କଷା ଆଉ ବରା କରୁଛୁ କି? ହଁ ମୋ ଦିଦି, ଆଜି ମୋର ଚିକେନ କଷା ବରା ଖାଇବାକୁ ଭାରି ଇଚ୍ଛା ହେଲା ତ ସେଥିପାଇଁ କରୁଛି। ଚିକେନ କଷା ଓ ବରା ଦେଖିକି ମୀରା କାଉ ପାଟିରୁ ଲାଳ ବୋହିଲା। ସେ ମିକିକୁ ବାହାନା କରି ଖାଇବାକୁ ମାଗିଲା। ମୋର ବି ଆଜି ଚିକେନ କଷା ଆଉ ବରା ଖାଇବାକୁ ଇଚ୍ଛା ଥିଲା, ହେଲେ ମୋର ଆଜି ଦେହଟା ଖରାପ ହେଇଗଲା, ସେଥିପାଇଁ ଆଉ କରିପାରିଲିନି। ମୋ ପାଟିକି ଆଉ ସେ ଶୁଖିଲା ଦାନା ଗୁଡା ଖାଇବାକୁ ରୁଚୁନି। ମୁଁ ସକାଳୁ କିଛି ଖାଇନି। ସକାଳୁ ଯଦି କିଛି ଖାଇନ ମୀରା ଦିଦି, ଆସ ମୋ ଘରେ ବରା ଦିଟା ଖାଇଦିଅ। ତାପରେ ମିକି ମୀରା ଚଢ଼େଇକୁ ଚିକେନ କଷା ଓ ବରା ଖାଇବାକୁ ଦେଲା। ମୀରା ଚଢ଼େଇ ସେତକ ଖାଇଦେଇ ମିକିକୁ ଆହୁରି ଖାଇବାକୁ ମାଗିଲା। ଏମିତି ମାଗି ମାଗିକି ମିକିର ସବୁତକ ଚିକେନ କଷା ଓ ବରା ଖାଇଦେଲା। ତାପରେ ସେଠାରୁ ଘରକୁ ପଳାଇ ଆସିଲା। ମୁଁ ଜାଣିଛି ପରା, ଏ ମୀରା ଦିଦିର କିଛି ହେଇନଥିବ। ସେ ବାହାନା କରି ମୋର ସବୁ ବରା ଓ ଚିକେନ କଷା ଖାଇଦେଲା। ତାପରେ ମୀରା ଚଢ଼େଇ ଅଧିକ ଖାଇ ଦେଇଥିବାରୁ ତାର ପେଟ ଖରାପ ହୋଇଗଲା। ତାର ପେଟ ଖରାପ ହେବା ସହ ଝାଡ଼ା ବାନ୍ତି ମଧ୍ୟ ହେଲା। ଆଜି ମିକିର ଚିକେନ କଷା ଓ ବରା ମାଗଣାରେ ପାଇଲି ବୋଲି ଲୋଭ ସହି ନ ପାରି ଅଧିକ ଖାଇଦେବାରୁ ଆଜି ମୁଁ ଏ ଦଶା ଭୋଗୁଛି।